ଲୋକଙ୍କ ଦୟାରେ ଚାଲିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡାବୁଗୁଡ଼ା ପଞ୍ଚାୟତର ଖମାରୀ ଅଙ୍ଗନବାଡ଼ି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ରର ଗୃହ ନିର୍ମାଣ ହେଉନଥିବାରୁ ଭୂଇଁରେ ଲୋଟୁଛି ଶୈଶବ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡାବୁଗୁଡ଼ା ପଞ୍ଚାୟତର ଖମାରୀ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଘର। 4 ବର୍ଷ ହେବ ସହାୟିକାଙ୍କ ବାରଣ୍ଡାରେ ଭବିଷ୍ୟତ ଗଢ଼ୁଛନ୍ତି କୁନି କୁନି ପିଲା। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଏଠି ଘର ନାହିଁ ସାର୍। କେତେ ବର୍ଷ ହେଲାଣି ଏମିତି ପାଠ ପଢୁଛନ୍ତି? 4 ବର୍ଷ ହେଲା। 4 ବର୍ଷ ହେଲାଣି ଏମିତି ବାରଣ୍ଡାରେ ହଁ, ବାରଣ୍ଡାରେ ଏକା ପଡୁଛୁ। ଅଙ୍ଗନବାଡି ଘର ନାହିଁ ବୋଲି କାହାକୁ କହିଛନ୍ତି? ହଁ, ଆମେ ପଞ୍ଚାୟତରେ ବି କହିଛୁ, ଅଫିସରେ ବି ଜଣେଇଛୁ। କ'ଣ କହୁଛନ୍ତି ସେମାନେ? ସେମାନେ କିଛି କହୁନାହାନ୍ତି ସାର୍। ଅଙ୍ଗନବାଡ଼ି ଯଦି ଜଣେଇଛୁ ଯେ ଦେବି ଦେଉ କହିକି ଦେଉନାହାନ୍ତି। ଏଠି ପିଲାମାନେ ବସୁଛନ୍ତି, ବାହାର ପୁରା ଖୋଲା ଅଛି, ବର୍ଷା ହେଲେ ସାପ ଭୟ ରହୁନାହିଁ କି? ଭୟ ରହୁଛି ସାର୍। ଆଉ କେତେ ଅଙ୍ଗନବାଡି ନାହିଁ ବୋଲି କାହାକୁ ଲେଖି ଦେଇଛ ନା ଦାବୁଡ଼ା ଜିପିରେ ଦେଇଥିଲି ଆଜ୍ଞା। ଦିଆହେଇଛି? ତ ସେମାନେ କ'ଣ ଦେବୁ ଦେବୁ ବୋଲିକିନା ଦେଉନାହାନ୍ତି ଆଉ। ଦେଉନାହାନ୍ତି? ପ୍ରଶାସନିକ ଅବହେଳାରୁ କୁନି କୁନି ପିଲାମାନେ ଭୋଗୁଛନ୍ତି ସମସ୍ୟା। ତେଣେ ଲମତାପୁଟ ବିଡିଓ କହିଛନ୍ତି ଖମାରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସୋପାନ ଯୋଜନାରେ ସାମିଲ କରାଯାଇଛି। ଫଣ୍ଡ ଆସିନାହିଁ। ଫେଜ୍ ଅନୁସାରେ କାର୍ଯ୍ୟ ହେଉଛି। ପାଣ୍ଠି ଆସିଲେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି କରାଯିବ। ଏମିତି ଆମର ଗାଁ ତ କିଏ ଦେଖାଶୁଣା କରୁନାହାନ୍ତି, କିଏ ପଚାରବାର ନାହିଁ, କିଏ ବି ଗୋଟେ ଆମର ସରକାରୀ କର୍ମଚାରୀ କି ଆମର ପଲିଟିକାଲ ଲୋକ କିଏ ବି ଏଠି କିଏ ଦେଖା ଦର୍ଶନ ନାହିଁ, ଆସୁନାହାନ୍ତି। ବର୍ଷା ହେଲେ ବି ଯେମିତି ଅସୁବିଧାରେ ଚାଲିଛି। ଖମାରୀ ଅଙ୍ଗନବାଡ଼ିଟା ଆମର ସୋପାନ ସ୍କିମ୍ରେ ସେଟା ଏପ୍ରୁଭ୍ ହେଇଛି, ତା ପାଇଁ ଫଣ୍ଡ ଆସିନି। ଏବେ ଯାହା ଇନକମ୍ପ୍ଲିଟ୍ ଅଙ୍ଗନବାଡ଼ି ଥିଲା ସବୁ ପାଇଁ ଫେଜ୍ ବାଇ ଫେଜ୍ ମାନେ ଫଣ୍ଡ ଆସୁଛି ଏବଂ ତାର କାମ କରାହେଉଛି। ଏହାର ଫଣ୍ଡ ଆସିଲା ପରେ ଆମେ ସାଙ୍ଗେ ସାଙ୍ଗେ ତାକୁ ନୂତନ ଅଙ୍ଗନବାଡ଼ି କରିକି ସେ କାର୍ଯ୍ୟକ୍ଷମ କରାଇବୁ। ମୋ ପଛଗାଁରେ ଦେଖୁଥିବା ଦୃଶ୍ୟ ଆପଣମାନେ, ପିଲାମାନେ ଠିକ୍ କିଭଳି ଭାବେ ପାଠପଢ଼ା ଚାଲିଛି। ସରକାର କେବେ ଏହି ଗାଁକୁ ଖଣ୍ଡିଏ ନୂତନ ଅଙ୍ଗନବାଡ଼ି ଘରଟିଏ ନିର୍ମାଣ କରିବେ ଓ ପିଲା ଠିକ୍ ରୂପେ ନିଜର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇପାରିବେ, ତାକୁ ହିଁ ଅପେକ୍ଷା। ଲମତାପୁଟ ବ୍ଲକ ଖମାରୀ ଗ୍ରାମରୁ କପିଳେନ୍ଦ୍ର ଦେବ ସାମନ୍ତରାୟ, କଳିଙ୍ଗ ଟିଭି।